ସକାଳର ଜଳଖିଆ ହେଉ କିମ୍ବା ସନ୍ଧ୍ୟାବେଳର ଭୋକ ମେଣ୍ଟାଇବା ପାଇଁ ଯଦି ପକୁଡ଼ି ସହିତ ଗରମ ଗରମ ଚା ହେଇଗଲା ତାହେଲେ ତ ନ କହିଲେ ନ ଚଳେ। ସେ ବି ଏମିତି ସେମିତି ପକୁଡ଼ି ନୁହେଁ, ଚଣା ଶାଗର ପକୁଡ଼ି। ହ୍ୟାଲୋ ଫ୍ରେଣ୍ଡସ୍, ୱେଲକମ୍ ଟୁ ମାଇ ଚ୍ୟାନେଲ୍। ଆଜି ମୁଁ ଆପଣମାନଙ୍କ ପାଇଁ ଚଣା ଶାଗ ପକୁଡ଼ିର ରେସିପି ନେଇ ଆସିଛି, ଯେଉଁଟାକି ବହୁତ ହି କ୍ରିସ୍ପି ଆଉ ବହୁତ କମ୍ ସମୟରେ ମଧ୍ୟ ବନିଯାଇଥାଏ। ଖାଇବା ପାଇଁ ମଧ୍ୟ ବହୁତ ହି ଟେଷ୍ଟି ଲାଗିଥାଏ। ଇଭିନିଂର ସ୍ନାକ୍ସରେ ମଧ୍ୟ ଆପଣ ଏହାକୁ ଆଡ଼୍ କରିପାରନ୍ତି ଆଉ ଏଇଟା ମୋ ଦେହ ପାଇଁ ମଧ୍ୟ ବହୁତ ହି ଭଲ। ତ ଚାଲନ୍ତୁ ଆଜିର ଏହି ରେସିପିଟି ଷ୍ଟାର୍ଟ କରିନେବା। ସେଥିପାଇଁ ଚଣା ଶାଗକୁ ମୁଁ ପରିଷ୍କାର ଭାବରେ ଧୋଇକି ତାକୁ ଛୋଟ ଛୋଟ ପିସ୍ କରି କାଟିକି ରଖି ନେଇଛି। ଏବେ ଏଥିରେ ମୁଁ 2 ବଡ଼ ଚାମଚ ବେସନ ଆଡ଼୍ କରିନେଉଛି। ଏବେ ଏଥିରେ ମୁଁ ଆଡ଼୍ କରିବି 2ଟା ବଡ଼ କଟା ପିଆଜ, ତା ସହିତ 7-8ଟା ରସୁଣ ଆଉ କଞ୍ଚା ଲଙ୍କାକୁ ଛେଚିକି ରଖି ନେଇଛି। ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଆଉ ଗୋଟା ଜିରା ଏଠି ମୁଁ ନେଇଯାଇଛି। ମୋ ପାଖରେ ଭୃସଙ୍ଗା ପତ୍ର ନଥିଲା, ଆପଣ ଚାହିଁଲେ ସେଇଟା ମଧ୍ୟ ଆଡ଼୍ କରିପାରନ୍ତି। ଆଉ ଏଠି ଚୋପା ଲଗା ରସୁଣ ହିଁ ଆଡ଼୍ କରିବେ, ଯାହାଦ୍ୱାରା କି ପକୁଡ଼ିର ସ୍ମେଲ୍ ବହୁତ ହି ବଢ଼ିଆ ଆସିଥାଏ ଆଉ ଖାଇବା ପାଇଁ ମଧ୍ୟ ଟେଷ୍ଟି ଲାଗିଥାଏ। ଏବେ ସବୁଗୁଡ଼ିକୁ ମୁଁ ଭଲ ଭାବରେ ମିକ୍ସ କରିନେଉଛି। ଅଳ୍ପ କିଛି ପାଣି ଆଡ଼୍ କରି ତାକୁ ମୁଁ ଆଉ ଥରେ ଭଲ ଭାବରେ ମିକ୍ସ କରିନେଉଛି। ବେଶୀ ପାଣିଆ କରିବେନି, ତ ଯେମିତି ପକୁଡ଼ି ଆମେ ବନାଉ ସେଇଭଳି ଭାବରେ ହିଁ ମୁଁ ବ୍ୟାଟରଟି ଏଠି ବନେଇଛି। ଏଠି ଦେଖିପାରୁଥିବେ ଏଠି ଭଲ ଭାବରେ ମିକ୍ସ ହେଇଗଲାଣି। ଏବେ ଚାଲନ୍ତୁ ଯିବା ନେକ୍ସଟ ପ୍ରୋସେସ୍କୁ। ସେଥିପାଇଁ କଢ଼େଇରେ ମୁଁ ତେଲ ଗରମ କରିନେଇଛି। ତେଲ ଟିକେ ଗରମ ହୋଇଗଲା ପରେ ଏବେ ସେଥିରେ ମୁଁ ଚଣା ଶାଗକୁ ପକାଇ ଦେଉଛି। ଏହି ଟାଇମ୍ରେ ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ ରଖିବେ, ବେଶୀ ହାଇ କିମ୍ବା ଲୋ ରଖିବେନି, ନହେଲେ ଜଲ୍ଦି ତ କୁକ୍ ହେଇଯିବ କିନ୍ତୁ କ୍ରିସ୍ପି ହେବନି। ଆଉ ଲୋ ରଖିବା ଦ୍ୱାରା ତେଲ ବହୁତ ଜଲ୍ଦି ଆବଜର୍ବ କରିନେବ, ତ ସେଥିପାଇଁ କି ମିଡ଼ିୟମ୍ ଫ୍ଲେମ୍ରେ ହିଁ ରଖିବେ ଆଉ ତାକୁ କ୍ରିସ୍ପି ହେବା ଯାଏଁକି ଆମେ ତାକୁ ଏପଟ ସେପଟ ଭାବରେ ଛାଣି ନେବା। ତ ଏଠି ଆମର ପକୁଡ଼ିଟି ଏଠି ଆମର ଛାଣି ହେଇଗଲାଣି। ଏବେ ଏହାକୁ ମୁଁ ଗୋଟେ ପ୍ଲେଟ୍କୁ କାଢ଼ି ନେଉଛି। ଏବେ ସେମ୍ ପ୍ରୋସେସ୍ରେ ଆମେ ଅନ୍ୟ ଚଣା ଶାଗ ଗୁଡ଼ିକୁ ମଧ୍ୟ ଛାଣି ନେବା। ଏହାକୁ ଗରମ ଗରମ ଖାଇବେ, ବହୁତ ହି ଟେଷ୍ଟି ଲାଗିଥାଏ ଆଉ ବହୁତ ହି କ୍ରିସ୍ପି ମଧ୍ୟ। ତ ସେମ୍ ପ୍ରୋସେସ୍ରେ ଏଠି ମଧ୍ୟ ମୁଁ ଚଣା ଶାଗକୁ ଛାଣି ନେଉଛି ଆଉ ତାକୁ ଲାଇଟ୍ ବ୍ରାଉନ୍ କଲର୍ ହେବା ଯାଏଁକି ଭଲ ଭାବରେ ଛାଣି ଦେଉଛି, ଯାହାଦ୍ୱାରା କି କ୍ରିସ୍ପି ରହିବ ପକୁଡ଼ିଟି ଆମର। ଏହି ପକୁଡ଼ି ସହିତ ଯଦି ଆମର ଆଳୁଦମ୍ କିମ୍ବା ମୁଢ଼ି ହେଇଯାଏ ତାହେଲେ ତ ଜମିଯିବ। ତ ରେଡ଼ି ହେଇଗଲାଣି ଏଠି ଆମର ଚଣା ଶାଗର ପକୁଡ଼ି। ତ କେମିତି ଲାଗିଲା ଏହି ରେସିପିଟି କମେଣ୍ଟ ବକ୍ସରେ କମେଣ୍ଟ କରିକି ନିହାତି ଜଣାଇବେ। ତ ଏନ୍ଜୟ କରନ୍ତୁ ଚଣା ଶାଗର ପକୁଡ଼ି। ରହୁଛି, ପୁଣି ଦେଖା ହେବ ଆଉ ଗୋଟେ ନେକ୍ସଟ ଭିଡ଼ିଓରେ। ବାଏ ବାଏ।